ନୂତନ ବର୍ଷ ଅବସରରେ ଅନ୍ନଦାନ ଓ ବସ୍ତ୍ରଦାନ କଲେ ସମାଜସେବୀ ରଥପାତ୍ର। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତ ଅଧୀନସ୍ଥ ବନ୍ଦଲ ଗ୍ରାମର ରଥପାତ୍ର ପ୍ରତ୍ୟେକ ନୂତନ ବର୍ଷରେ ବାଳକ ଭୋଜନ ଦେଇ ବସ୍ତ୍ର ବଣ୍ଟନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଇଂରାଜୀ ବର୍ଷର କିଛି ଦିନ ବିତି ଯାଇଥିଲେ ମଧ୍ୟ ବହୁତ ସୁନ୍ଦର ଭାବରେ ଆୟୋଜନ କରିଥିଲେ। ବାଳକ ଭୋଜନ ଦେଇ 50 ଜଣଙ୍କୁ ନୂଆ ପୋଷାକ ନୂଆ ଦେବା ସହ ଗାଁର 40 ବିଧବା ମା ଓ 30 ଜଣ ବୃଦ୍ଧମାନଙ୍କୁ ନୂଆ ବସ୍ତ୍ର ବଣ୍ଟନ କରିଥିଲେ। ବିଧବା ମା ମାନଙ୍କ ଆଖିରୁ ଲୁହକୁ ଟିକିଏ ହସ ଫୁଟାଇବା ପାଇଁ ନୂତନ ବର୍ଷରେ ଆରମ୍ଭ କରିଛନ୍ତି ଏପରି ମୋର ଜୀବନ ଥିବା ଯାଏ ଜାରି ରଖିବେ ବୋଲି ରଥପାତ୍ର ମତ ପ୍ରକାଶ କରିଛନ୍ତି। ବନ୍ଦର ଗ୍ରାମ ସମାଜସେବୀ ରଥପାତ୍ର ପ୍ରୟାସ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରୁ ଜିଲ୍ଲା ପ୍ରତିନିଧି ନିଖୋଜ ନାୟକଙ୍କ ରିପୋର୍ଟ, ହର୍ଷିକା ମିଡିଆ।